प्रिय श्रोता बंधु प्रभु जीशु ख्रीष्टଙ୍କ ନାମରେ ଆପଣଙ୍କୁ ଅଭିବାଦନ। ପବିତ୍ର ବାଇବଲର ଯୌନ ଲିଖିତ ସୁସମାଚାର 14 ଅଧ୍ୟାୟର 2 ପଦରେ ଏପରି ପାଠ କରୁ, ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି। ଯଦି ନଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିଥାନ୍ତି, ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ପିତାଙ୍କ ଗୃହ କହିଲେ ସ୍ୱର୍ଗ, ଯେଉଁଠାରେ ରହିବା ନିମନ୍ତେ ଅନେକ ବାସସ୍ଥାନ ଅଛି। ମନୁଷ୍ୟ ଦ୍ୱାରା ପାପ ଜଗତରେ ପ୍ରବେଶ କଲା, ଆଉ ପାପ ଦ୍ୱାରା ମୃତ୍ୟୁ ଆସିଲା। ପୁଣି ମୃତ୍ୟୁ ସମସ୍ତ ଲୋକଙ୍କୁ ବ୍ୟାପିଗଲା, କାରଣ ସମସ୍ତେ ପାପ କଲେ। ମନୁଷ୍ୟ ନିମନ୍ତେ ଦୁଇଟି ସ୍ଥାନ ନିରୂପିତ ହୋଇଅଛି, ସ୍ୱର୍ଗ ଏବଂ ନର୍କ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ସର୍ବନାଶକୁ ଘେନିଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ। ଓସାର ଦ୍ୱାର ଓ ପ୍ରଶସ୍ତ ପଥ ପାପର ମାର୍ଗ ଅଟେ, ଯାହା ସମସ୍ତ ଲୋକଙ୍କୁ ଆକର୍ଷିତ କରିଥାଏ, ଆଉ ଅନେକ ଏହା ଦ୍ୱାରା ଆକର୍ଷିତ ହୁଅନ୍ତି। କିନ୍ତୁ ଏହାର ଅନ୍ତ ବିନାଶ, ଯାହା ନର୍କ ଅଟେ। ପ୍ରଭୁ ଯୀଶୁ ଆହୁରି ମଧ୍ୟ କହନ୍ତି ଯେ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ସଂକୀର୍ଣ୍ଣ ଦ୍ୱାର ଓ ଦୁର୍ଗମ ପଥ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଯେ କେହି ଏହି ଦ୍ୱାର ଦେଇ ପ୍ରବେଶ କରି ଏହି ପଥରେ ଯାଏ, ସେ ସ୍ୱର୍ଗରେ ପ୍ରବେଶ କରିବ। ଯେ କେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ, ତାହା ନିମନ୍ତେ ପିତାଙ୍କ ଗୃହ ବା ସ୍ୱର୍ଗରେ ଏକ ବିଶେଷ ସ୍ଥାନ ରହିଛି। ତେବେ ଆପଣଙ୍କ ସ୍ଥାନ କେଉଁଟା ହେବ?